ଶିକ୍ଷାର ଅଗ୍ରଗତି କରୁଛି ଶିଶୁ ସୁରଭି ମହୋତ୍ସବ। ଦୃଢ଼ ମନୋବଳ, ଦୃଢ଼ ଇଚ୍ଛାଶକ୍ତି ସୃଷ୍ଟି କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ମାଧ୍ୟମ ଦେଖାଇବାକୁ ପଡ଼ିଥାଏ। କେବଳ ପାଠ ପଢ଼ିବା ପାଇଁ ଶିକ୍ଷାର ଗନ୍ତାଘରେ ବନ୍ଦୀ କରି ରଖିଲେ ଯେ ଜଣେ ଉତ୍ତମ ଶିକ୍ଷାର୍ଥୀ ହୋଇ ନିଜର ପରିଚୟ ସୃଷ୍ଟି କରିବ ତାହା ନୁହଁ। ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଦିଗ ମାଧ୍ୟମରେ ଶିକ୍ଷାଦାନ କରିଲେ ପାଠ ପଢ଼ିବାର ମନୋବଳ ବୃଦ୍ଧି ପାଇଥାଏ। ସୁସ୍ଥ ମସ୍ତିଷ୍କ, ଖୋଲା ହୃଦୟ ଏବଂ ସୁସ୍ଥ ପରିବେଶ ମଧ୍ୟରେ ଶିଶୁଟିକୁ ରଖାଗଲେ ପାଠ ପଢ଼ିବାର ଅଭିବୃଦ୍ଧି ଘଟିଥାଏ। ଜଣେ ଉତ୍ତମ ଛାତ୍ରଟିଏ ହେବାକୁ ହେଲେ ଅନେକ କିଛି ଜ୍ଞାନର ଆବଶ୍ୟକତା ରହିଥାଏ, ଯାହାକି ଛାତ୍ରଛାତ୍ରୀମାନଙ୍କ ପାଖରେ ସେହି ସୁଯୋଗ ମିଳିବା ଆବଶ୍ୟକ। ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରିବାକୁ ହେଲେ ମନକୁ ସୁସ୍ଥ ରଖିବା ପାଇଁ, ମନୋବଳ ବୃଦ୍ଧି କରିବା ପାଇଁ ଏବେ ଅନେକ କିଛି କାର୍ଯ୍ୟକ୍ରମ କରାଯାଉଛି। ସେମିତି ଏକ କାର୍ଯ୍ୟକ୍ରମ ଶିଶୁ ସୁରଭି ମହୋତ୍ସବ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତର ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି ଶିଶୁ ସୁରଭି ମହୋତ୍ସବ। ଏକ ଅଗ୍ରଣୀ ଅନୁଷ୍ଠାନ ଟାଟା ଷ୍ଟିଲ୍ ଆସ୍ପାୟାର ଦ୍ୱାରା ମହାସମାରୋହରେ ଶିଶୁ ସୁରଭି ମହୋତ୍ସବ ପାଳିତ ହୋଇ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଆଶା ସୃଷ୍ଟି କରିପାରିଛି। ଏହି ଶିଶୁ ସୁରଭି ମହୋତ୍ସବର ମହାପର୍ବରେ ଆସ୍ପାୟାର ଭଣ୍ଡା କ୍ଲଷ୍ଟରର CLF ରୋହିତ ବାରିକଙ୍କ ସଭାପତିତ୍ୱରେ ମହାସମାରୋହରେ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଆଉ ତାଙ୍କ ପାଖରେ ଭରି ରହିଥିବା ଲୁକାୟିତ ପ୍ରତିଭାକୁ ସମାଜକୁ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ଆୟୋଜକ ପ୍ରକାଶ କରିଥିଲେ। ଏଥିରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ନେଇ ବିଭିନ୍ନ ଖେଳ ଯଥା ବେଲୁନ ଫଟା, ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର, ପେପର କ୍ରାଫ୍ଟ ତିଆରି ଇତ୍ୟାଦି କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖୁବ୍ ଆଗ୍ରହ ଓ ଉତ୍ସାହ ସହକାରେ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବିଦ୍ୟାଳୟରେ ଶିଶୁ ସୁରଭି ମହୋତ୍ସବ ଆୟୋଜିତ ହୋଇଥିଲା। ଏହି ଶିଶୁ ସୁରଭି ମହୋତ୍ସବକୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ ଗୀତର ମହାପର୍ବରେ ପିଲାମାନେ ନିଜର ପାରଦର୍ଶିତା ଦେଖାଇଥିଲେ। ଆସ୍ପାୟାର ସଦସ୍ୟା ଝରଣା ମହାନ୍ତ, ରଞ୍ଜିତା ନାୟକ ଏବଂ ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ଦ୍ୱାରା ପରିଚାଳନା କରାଯାଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଶିଶୁ ସୁରଭି ମହୋତ୍ସବ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ପାଠ ପଢ଼ିବାର ମନୋବଳ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଥିଲା। କେନ୍ଦୁଝର ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, AB ନ୍ୟୁଜ୍।